ପିଆଜଟା କଷା ହେଇକି ମଟନ୍ ସିଝାଇ ରଖାଥିଲା ପଡ଼ିଗଲା। ଦେଖନ୍ତୁ ମଟନ୍ ପିସ୍ ଗୁଡ଼ା ଦେଖନ୍ତୁ ପୁରା ବଢ଼ିଆ ବାସ୍ନାଟା ବି ଆସୁଛି। ପିସ୍ଟା ଦେଖନ୍ତୁ ପୁରା ସିନା ପିସ୍ଟା ମଟନ୍ ତରକାରୀ ଦେଇକି ଲୋଭ ପଳେଇ ଆସୁଛି ପୁରା। ମାନେ ଏବେ ପଡ଼ିକି ମଟନ୍ ବଢ଼ିଆ ପୁରା ସ୍ମେଲ୍ଟା ବଢ଼ିଆ ଆସିଲାଣି, ବଢ଼ିଆ ସାଇଜ୍ ଅଛି। ସେ ଲାଭ ଲସ ମୁଁ ଦେଖୁନି, ତାହେଲେ ଟଙ୍କା 100 ଟଙ୍କାରେ ଗୋଟେ ମାନେ କ'ଣ ଭ୍ୟାଲୁ ଫର୍ ମନି। ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ। ମୁଁ ଜ୍ଞାନାଞ୍ଜନ ୱେଲକମ୍ କରୁଛି ମୋ ଗୋଟେ ନ୍ୟୁ ଶାନଦାର ଭିଡ଼ିଓକୁ। ଆଶା କରୁଛି ଆପଣ ଆପଣଙ୍କ ପରିବାର ପ୍ରତିନିଧି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବହୁତ ହି ଭଲ ଥିବେ। ତ ଆଜି ହେଉଛି ସଣ୍ଡେ, ମାନେ ରବିବାରରେ। ତ ଆଜି ଗୋଟେ ଭାବିଛି କି ପ୍ଲାନ୍ କରିଛି ପୁରୀରୁ ବାହାରକୁ ଯାଇ ଗୋଟେ ବଢ଼ିଆ ଜାଗାରେ ଖାଇବା, ଆଉ ଗୋଟେ ସଣ୍ଡେରେ ଗୋଟେ ଫଣ୍ଡେ କରିକି ଆସିବା। ଆଉ ତ ଏଥିପାଇଁ ମୁଁ ଡିସାଇଡ଼୍ କରିଛି ଆଜି ନିମାପଡ଼ା ଯିବା। ତ ନିମାପଡ଼ାରେ ଗୋଟେ ସେଇଠି ଜିତୁ ଭାଇଙ୍କ ଦୋକାନ, ସେଇଠିକି ଯିବା। ସେଇଠି କ'ଣ ମିଳୁଛି କହିଲେ ଗୋଟେ 100 ଟଙ୍କାରେ ମଟନ୍ ଭାତ, ମାନେ ଆଜିକା ଦୁନିଆରେ 100 ଟଙ୍କାରେ ମଟନ୍ ଭାତ। ତ ଯିବା ଦେଖିବା କ'ଣ କେମିତି ଟେଷ୍ଟ ଅଛି। ଆଉ ପ୍ରାଇସ୍ ତ କହିଲି 100 ଟଙ୍କା, ଆଉ ଟେଷ୍ଟ କ'ଣ କେମିତି ଅଛି ଦେଖିବା। ଆଉ ତ ପୁରା ମାନେ ସକାଳୁ ଭାବିଥିଲି କି ମାନେ ଯିବି ବୋଲି କେଉଁଥିରେ ଗାଡ଼ିରେ ଯିବି ବୋଲି। ତ ସକାଳୁ ବର୍ଷା ହେଇକି ଦେଖନ୍ତୁ ପୁରା ପାଗଟା ପୁରା ଥଣ୍ଡା ଥଣ୍ଡା ପାଗ ଦେଇଛି, ବୁଝୁଛନ୍ତି ତ। ପୁରା ଥଣ୍ଡା ଥଣ୍ଡା ପାଗ ଦେଇଛି। ଭାବୁଥିଲି ଗାଡ଼ିରେ ଯିବି ବୋଲି, ଗାଡ଼ିରେ ନ ଯାଇକି ବର୍ଷା ହେବାର ଅଛି। ତ ଭାବୁଛି ବସ୍ରେ ଯିବି, ବସ୍ ଯାଇକି ଖାଇଦେଇକି ପୁଣି ବସ୍ରେ ପଳେଇ ଆସିବି। ଆଉ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓଟିକି ଲାଇକ୍ ତ ଦେଖି ସାରିଲା ପରେ କରିବେ ଆପଣ, ତ କିନ୍ତୁ ଲାଇକ୍ ବହୁତ କମ୍ କରୁଛନ୍ତି। ତ ଲାଇକ୍ କରନ୍ତୁ, ଟିକେ ମୋଟିଭେଟ୍ କରାନ୍ତୁ। ଆଉ ଏମିତି ସିନା ଲାଇକ୍ କଲେ ମୋଟିଭେଟ୍ କଲେ ଆହୁରି ଆଗକୁ ଭିଡ଼ିଓ ଆସିବ। ହଉ ତ ଚାଲନ୍ତୁ ପୁରା ଭିଡ଼ିଓଟି ଫାଷ୍ଟ ଦେଖନ୍ତୁ, ଏନ୍ଜୟ କରନ୍ତୁ, ମଜା ଆସିବ। ହଁ ଚାଲନ୍ତୁ ଡାଇରେକ୍ଟ ଦୋକାନରେ ଦେଖା ହେବ। ଆଉ ତ ଏବେ ପହଞ୍ଚି ଜିତୁ ଭାଇଙ୍କ ହୋଟେଲ। ତ ଯେମିତିକି ଆପଣଙ୍କୁ କହିଥିଲି ଦେଖନ୍ତୁ, ତ ମଟନ୍ 100 ଟଙ୍କା। ତ ହୋଟେଲର ଦେଖନ୍ତୁ, ହୋଟେଲଟା ବାହାରୁ ଦେଖାହେଉଛି କିଛି ଏମିତି, ତ ଛୋଟିଆ ହୋଟେଲଟା। ତ ଆଜି ଟିକେ ପୁରୀ ଆଡ଼େ ବର୍ଷା ହେଉଥିଲା, ତ ଲେଟ୍ରେ ବି ଆସିଲି। ତେବେ ଆଜି କିଛି ପ୍ରିପାରେସନ୍ ଷ୍ଟାର୍ଟ ହେଇନି, ଏବେ ସବୁ ପ୍ରିପାରେସନ୍ ଷ୍ଟାର୍ଟ ହେବ। ତ ସବୁ ଦେଖେଇବି ଆପଣଙ୍କୁ। ଛୋଟ ପ୍ରେସରରେ ଆମର ଆରମ୍ଭ ହେଇଛି ମଟନ୍। ଦେଖନ୍ତୁ ଏପଟେ ତେଲ ପଡ଼ିଯାଇଛି, ତେଲ ତେଜପତ୍ର ଆଉ ପିଆଜ ପଡ଼ିକି ଭଜା ହେଉଛି। ତ ଆଜ୍ଞା ଯେଉଁ ତେଲଟା ୟୁଜ୍ କରୁଛନ୍ତି କ'ଣ ରିଫାଇନ୍ ତେଲ ନା ସୋରିଷ ତେଲ? ଆଗେ ଫର୍ଚୁନ୍ ୟୁଜ୍ କରୁଥିଲି, ଏବେ ରିଫାଇନ୍ ୟୁଜ୍ କରୁଛି। ରିଫାଇନ୍ଟା ସତ କହିବି, ମିଛ କହିବି, ଆଗେ ଫର୍ଚୁନ୍ ୟୁଜ୍ କରୁଥିଲି ସୋରିଷ ତେଲ, ଆଜ୍ଞା। ରିଫାଇନ୍ ଟିକେ ପକଉଛି। ପ୍ରେସରରେ କେତେ କ'ଣ ଜାଗା ହେଉଛି କି ମଟନ୍? 2 କିଲୋ 2.5 କିଲୋ ସେମିତି ଜାଗା ହେଉଛି ନା, ପୁରା ଘର ଷ୍ଟାଇଲ୍ରେ କରୁଛନ୍ତି। ଆଉ ସେଇଟା ଗୋଟେ ରସୁଣ ପକେଇଲେ ନା, ରସୁଣ ପକେଇଲେ କ'ଣ ଟେଷ୍ଟ ଆସିବ, ବାସ୍ନା ଆସିବ, ଏଇଟା ଟିକେ ନାଲି ହେବ। ଚିଲି ପାଉଡର ଟିକେ ପକେଇଲେ ନାଲି ହେବ। ଏଇଟା ତ କାଶ୍ମୀର ନୁହଁ, ପ୍ଲେନ୍ ଲଙ୍କା ଗୁଣ୍ଡଟା। ପ୍ଲେନ୍ ହେବ, ଆଜ୍ଞା। ନାଲି ହେବ। ସବୁ ସିଝି ପୁରା ମେଲ୍ଟ ହେଇଯିବ। କିଛି ହେଇନି, ଆଜି ଷ୍ଟାଫ୍ ନାହାନ୍ତି ତ। ଆଳୁ ଆଉ ମଟନ୍ ଏକା ସାଙ୍ଗରେ ପଡ଼ିଗଲା। ତାପରେ ପଡ଼ିଲା ଏବେ ହଳଦୀ ଗୁଣ୍ଡ, ଏଇଟା କ'ଣ ମିଟ୍ ମସଲା, ଏଇଟା ଆସିଲା ମିଟ୍ ମସଲା। ମଟନ୍ର ସାଇଜ୍ଟା ଦେଖନ୍ତୁ, ପୁରା ବଢ଼ିଆ ବଢ଼ିଆ ସାଇଜ୍ ମଟନ୍ ଅଛି। ଆଉ ଏପର୍ଯ୍ୟନ୍ତ ମାନେ ଏବେ ପଡ଼ିକି ମଟନ୍ ବଢ଼ିଆ ସ୍ମେଲ୍ଟା ବଢ଼ିଆ ଆସିଲାଣି, ବଢ଼ିଆ ସାଇଜ୍ ଅଛି। ଖଡ଼ଗପୁର ମସଲା ନା, ଟିକେ ବାସ୍ନା ରହିବ, ବାସ୍ନା ଆସିବ। ଦେଖନ୍ତୁ ଅଳ୍ପ ମସଲାରେ ମଟନ୍ଟା ହେଉଛି, ଆଉ ଅଳ୍ପ ମସଲା ଅଳ୍ପ ତେଲ ବି। ଆଉ ପାଣି ବେଶୀ ଯିବ, ଖାଲି ପାଣିରେ ଝୋଳ ହେବ। ତ ତିଆରି ହେବ ଆଉଥରେ ତିଆରି ହେବ, ଖାଲି ବଏଲ୍ ପାଇଁ। ଆଜ୍ଞା, ଏଇଟା ଓନ୍ଲି ବଏଲ୍, ଖାଲି ମଟନ୍ ସିଝିବା ପାଇଁ ନା। ଇଏ ଗୋଟେ ଭାଗ, ସିଏ ଗୋଟେ ଭାଗ, ସେ ଭାଗଟା ମୁଖ୍ୟ। ସେ ଭାଗରେ ଏତେ ବହୁତ ପାଣି ଦିଆହେବ। ତ ସେଟା ଏମିତି କଷି ଛାଡ଼ିଦେବେ। କେତେଟା ହୁଇସିଲ୍ ହେବ? 7ଟା ପୁରା ସିଝିକି ବାହାରି ପଡ଼ିଛି। ଆଜ୍ଞା, ଷ୍ଟାର୍ଟ ହେଇଛି ଜିତୁ ଭାଇଙ୍କ ସ୍ପେଶାଲ୍ ମଟନ୍। ଦେଖନ୍ତୁ ପିଆଜ କଷିବା ଷ୍ଟାର୍ଟ ହେଇଯାଇଛି। ତ ଏଥିରେ ଖାଲି ତେଲ ଆଉ ପିଆଜ ପଡ଼ିଛି। ଜୟ ଜଗନ୍ନାଥ। ଜିତେନ୍ଦ୍ର କୁମାର ବେହେରା। ଆଜ୍ଞା, ମଟନ୍ ଭାତ, ଚିକେନ୍ ବିରିୟାନୀ। ବଡ଼ ବଡ଼ ପିସ୍ 2 ପିସ୍, ଝୋଳ ଆଳୁ 2 ପିସ୍, ଛୋଟ ପଡ଼ିଗଲେ 3 ପିସ୍, ମାତ୍ର 100 ଟଙ୍କା। ଆଜ୍ଞା, ଝୋଳ ଆଳୁ ଭାତ ଏମିତି ଖାଇ ପେଟ ପୁରି ଖାଇ। ଆଜ୍ଞା, ହଁ 10 କୋଟି, ତଥାପି 10 କୋଟି ମିଳୁଛି। ଖାସି ମାଂସ ଆଣିକି ଥୋଇଛି, ଏନିକା କରିବେନି। ଗୋଟେ ବେଳେ ହେଇଯାଏ ସବୁ ବାହାର ପଡେ। ଆଜି ଟିକେ ପିଲା ନାହାନ୍ତି, ବାହାଘର ଯାଇଛନ୍ତି, ସେଠି ମତେ ଏକୁଟିଆ। ଆଉ ଗୋଟେ ବେଳେ ସବୁ ବାହାରି ପଡେ। ଗୋଟେ ବେଳେ ବିରିୟାନୀ, ମଟନ ଭାତ, 12:30ରେ ସରିଯାଏ। 12ଟା 12:30 ଗୋଟେ ଭିତରେ ସରିଯାଏ। ଆଜି ନାହାନ୍ତି ପିଲା, ମୁଁ ଏକୁଟିଆ ନିଜେ ଫୋନ କରିବି। 3ଟା ତ ସବୁ ଶେଷ। ବିରିୟାନୀ 120 ଅଣ୍ଡା ସହିତ 3 ପିସ୍ ଗୋଟେ ଅଣ୍ଡା।
ସବୁ 10 ମିନିଟ୍ରେ ତ ଏଇଟା ଆସିଲା ଏବେ ଆମର ଅଦା ରସୁଣ ପେଷ୍ଟ। ଖାଲି କଞ୍ଚା ପାଣିଟା ନା। ତ ଏବେ ଆସିଲା ମଟନ୍ ଯେଉଁ ଆଳୁ ସିଝା ହେଇଥିଲା ସେଇଟା ପଳେଇ ଆସିଲା। ତ ଏବେ ଏଇଟା ଖାଲି ମଟନ୍ଟା ଏଇଟା କଷା ହେବ ଆଉ ନା। ପିଆଜଟା କଷା ହେଇକି ମଟନ୍ ସିଝାଇ ରଖାଇଥିଲା ପଡ଼ିଗଲା। ଦେଖନ୍ତୁ ମଟନ୍ର ପିସ୍ ଗୁଡ଼ା ଦେଖନ୍ତୁ ପୁରା ବଢ଼ିଆ ବାସ୍ନାଟା ବି ଆସୁଛି। ପିସ୍ଟା ଦେଖନ୍ତୁ ପୁରା ସିନା ପିସ୍ଟା। ମଟନ୍ ତରକାରୀ ଦେଖି ଲୋଭ ପଳେଇ ଆସୁଛି ପୁରା। ବିରିୟାନୀ ବାସ୍ନା କ'ଣ ମଟନ୍ ବାସ୍ନାଟା ବଢ଼ିଆ ଆସୁଛି ପୁରା। ଝୋଳଟା ନା ବାହାରେ କାମ କରୁଥିଲୁ, ଯିବା ଗୋଟେ ଶସ୍ତାରେ ଲୋକଙ୍କୁ ଖାଇବାକୁ ଦବା। ଫୁଡ କୋର୍ଟ ତା ନାଁ ରଖିବା। ଫୁଡ କୋର୍ଟ ଲେଖା ହେଲା। ଆସ୍ତେ ଆସ୍ତେ ଖାଲି ଫାଷ୍ଟଫୁଡ ବିରିୟାନୀ 4-5 ହାଣ୍ଡି ଘରକୁ ତିଆରି ଆସିଲା। ସେଠି ରୋଡ ଥୋଇ ବିକିଲୁ। ମାନେ ଆଗରୁ 2015 ମସିହା କଥା କହୁଛି। 2015 ଆଜ୍ଞା। ସେଠି 2 ପିସ୍ ମଟନ। ସେ ଲାଭ ନଷ୍ଟ ମୁଁ ଦେଖୁନି। ତାପରେ ଟଙ୍କା 3 ପିସ୍ ବି ଦଉଛି ଲୋକଙ୍କୁ। କେତେ ଲୋକ 3 ପିସ୍ ଖାଇକି ଖୁସି ହେଇଯାଇଛନ୍ତି। ମୁଁ ଆଜି ଯାଏ 9 ବର୍ଷ ହେଲାଣି କିଛି ହିସାବ କରୁନି। ଘର ଏଇଥିରେ ତ ଘର ଚଳିବ। ଏଇଥିରେ ସବୁ କିଛି ଜମି ବାଡି ନାହିଁ, କିଛି ନାହିଁ, ସବୁ ଏଇଥିରେ। ପିଲା 2ଟା ମଣିଷ ହେଲେ ଏଇଠୁ ପାଠ ପଢୁଛନ୍ତି 8ମ 9ରେ। ଆଜ୍ଞା ପୁଅ। ଆଉ ଏବେ ଷ୍ଟାର୍ଟ ହେଲା ଆମର ବିରିୟାନୀର ପ୍ରୋସେସ୍। ଦେଖିବେ ଚିକେନ୍ର ସାଇଜ୍ ଦେଖନ୍ତୁ ପୁରା ଏଇ ସାଇଜ୍ର ଚିକେନ୍ ରହିବ। ଆଉ ପୁରା କରିବା ପୂର୍ବରୁ ଦେଖନ୍ତୁ ପୁରା ନିଟ୍ ଆଣ୍ଡ କ୍ଲିନ୍ର ଧୁଆ ହେଉଛି, ତାପରେ ପକା ହେଉଛି। ଆମର ଚିକେନ୍ର ମ୍ୟାରିନେଟ୍ଟା। ତ ଏଥିରେ ଆସିଛି କ'ଣ ପିଆଜ ଆଉ ଧନିଆ ପତ୍ର, ଦହି ଆଉ ଲୁଣ। ସେ ଯେଉଁ ଇଏ ପକାଉନାହାନ୍ତି ନା, ଚାଇନିଜ ସଲ୍ଟ ପକାଉନାହାନ୍ତି ନା, ସେ ଜିନିଷ ପଡ଼ିବ। ଚାଇନିଜ ପଡ଼ୁନି ନା, ସେ ଦେହ ପାଇଁ ଖରାପ। ଆଜ୍ଞା। ତ ମ୍ୟାରିନେଟ୍ କେତେ ସମୟ ରହିବ? ଅଧଘଣ୍ଟା 2 ଘଣ୍ଟା ଯେତେବେଳେ ଓକେ। ତ ଏବେ ଆସିଲା ଆମର ଅଦା ରସୁଣ ପେଷ୍ଟ। ଏଇଟା ଆମର ବିରିୟାନୀ ମସଲାଟା, ମାନେ ପୁରା ହାତ ତିଆରି ମସଲାଟା। ଦେଖନ୍ତୁ ମାନେ ମସଲାରୁ ବଢ଼ିଆ ବିରିୟାନୀର ସ୍ମେଲ୍ଟା ଆସୁଛି ପୁରା। ପିଆଜ ଫ୍ରାଏ ହେଇକି ରଖା ହେଇଥିଲା ସେଇଟା ଆସିଲା। ତ এইটা আসলে আমার জিতু ভাইଙ୍କ স্পেশাল, মানে পুরো পুদিনা পেস্ট, পুদিনা দহি লঙ্কা, পুদিনা দহি লঙ্কা পড়ছে না, ଏହା କିଛି ଖରାପ ନୁହଁ। ଲେମ୍ବୁ ଲେମ୍ବୁ ବଦଳରେ ଭିନେଗାର ପକେଇଲେ ବି ଚଳିବ ନା? ଭିନେଗାର ନ ପକେଇଲେ ଭଲ। ଭିନେଗାର ପକେଇବା ଲେମ୍ବୁ ଦହି ପୁଦିନା ଏସବୁ ଭଲ। ହଁ ହଁ ଚାହା ଜିରା। ତ ପାଟି ଟିକେ ଚଟପଟା ଲାଗିବା ପାଇଁ ତ ଏବେ ପଡ଼ିଲା ଲେମ୍ବୁ। ଖଟା ମିଠା ହେଇଗଲା। ଖଟା ମିଠା ଲୁଣିଆ ଚଟପଟି ପାଟି ଟିକେ ଭଲ ଲାଗେ। ଏଇଟା ବେଶୀ ଟିକେ ଟିକେ ପାଇଁ ପାଟି ସୁଆଦ ପାଇଁ ଲୋକ ଖାଉଛନ୍ତି। ଭଲ ଟାଇମ୍ରେ ୟୁଜ୍ କରୁଛନ୍ତି ନା। এটা মিট মশলাটা না, এটা ଟିକେ ମିଶେଇଲେ ଟେଷ୍ଟ ଆସିବ। ଚିକେନଟା ଲାଗିବ ମଟନ ଭଳିଆ ଆଉ। ଆଜ୍ଞା। ବେଶୀ ପକେଇବ, ଅଳ୍ପ ଅଳ୍ପ। ଏବେ ଆସିଲା ଧନିଆ ପାଉଡ଼ର, ଜିରା ପାଉଡ଼ର ଢାଳି ଦେବେ। ଆଜ୍ଞା। ଖାଅ ଖାଲି ଘଣ୍ଟା ହବ। ଡାଲିକି ଘୋଟା ଯାଏ ଚିକେନ କଷା ଭଲ। ଇଏ ହଉଛି ଯେତେ ମସଲାଟା ଗୋଳେଇଲେ ଏଇଟା କଞ୍ଚା ମସଲା ଘୋଳା ହେଲା। ଏଇଟା ହଉଛି ଚିକେନ କଷା। ଇଏ ହଉଛି ଚିକେନ କଷା ଗୋଳିଆ। ଏଇଟା ହଉଛି ରାଇସ୍। ରାଇସ୍ ନା, ନା ଖାଲି ପାଣିଟା ଅଛି, ରାଇସ୍ଟା ପଡ଼ିନି ଆଉ। ତ ସେପଟେ ରାଇସ୍ଟା ବତୁରା ହେଇଛି, ଏପଟେ ପାଣିରେ ପୁରା ଗରମ ହେଇକି ଅଛି। ପାଣି ପୁରା ଗରମ ହେଇକି ଅଛି। ସେଥିରେ ସାହା ଜିରା, ଅଦା ରସୁଣ ପେଷ୍ଟ, ପୁଦିନା ପତ୍ର ଆଗ। এটা আসলে পুদিনা মশলা, পুদিনা পত্রটা না? ଆଜ୍ଞା। କଞ୍ଚାଟା ଏହା ମ୍ୟାରିନେଟ୍ ଯେତେ ହବ ସେତେ ଟେଷ୍ଟ ଲାଗିବ ବିରିୟାନୀଟା ମିଶିବ।
ଦହି ପୁଦିନା ପତ୍ର ମୁଖ୍ୟ ଚାହା ଜିରା ସେ ରାଇସ୍ର ପାଣିଟା ଦିଆହେଉଛି ନା ଏ କ'ଣ ମଟନ୍ ସିଝିବ ଯେଉଁ ଚିକେନ୍ଟା ଏଥିରେ ସିଝିବ ଦହିରେ ବି ସିଝିଥିବ କ'ଣ ପାଣି ବି ସିଝିବ ଦମ୍ ଦିଆ ଏଇ ହାଣ୍ଡି ଯେ ବିରିୟାନୀ ଦମ୍ ହାଣ୍ଡି यार दुईटा प्लेट दुईटा प्लेट ये देखो ଗୋଟେ ହାଣ୍ଡି ଖାଲି ହାଣ୍ଡି କିଏ ହେବ ସେତେବେଳେ ହଣ୍ଡାରେ ହେଉଥିଲା ହଣ୍ଡାରେ ବି ଇଏ ମାନେ ଏଇଟା କେତେ କେତେ କିଲୋ ହେବ ଏଥିରେ ସେଥିରେ 6 କିଲୋ 7 କିଲୋ ଚିକେନ 6 କିଲୋ ଚାଉଳ ଦେଖନ୍ତୁ ବିରିୟାନୀର ରାଇସ୍ଟା ବସିଛି ବଢ଼ିଆ ସ୍ମେଲ୍ଟା ଆସୁଛି ପୁରା ମାନେ ଯେଉଁ ପକେଇଛନ୍ତି ପୋଦିନା ପତ୍ରଟା ପକେଇ ନାହାନ୍ତି ରାଇସ୍ର ସ୍ମେଲ୍ଟା ବଢ଼ିଆ ଆସୁଛି এটা রাইসটা 60% নেই বোধ না এটা 40% নেই তারপরে 50 তারপরে 90% এটা 40% এটা কঞ্চা নষ্ট হয়ে যায় এটা পুরা তলাটা যে দম দেওয়া হবে তার পুরি বরবাদ করে এটা টিকে অল্প হয়েছে না কেতটা লেয়ার হব এমনি কেতটা লেয়ার গোটি লেয়ার হব দুইটা লেয়ার আচ্ছা তলের আসলে এটা টিকে হয়ে যাইছে না এটা পুরোপুরি হয়নি এটা পুরোপুরি 90% হয়ে গেছে ବଢ଼ିଆ ବାସ୍ନାଟା ପୁରା ବାହାରୁଛି ଯେଉଁ ଗରମ ଚାଉଳରେ ବିରିୟାନୀ ମସଲାଟା ପଡ଼ିଗଲା ପତ୍ର এটা ফাইনাল ম্যারিনেশন হব না তবে বিরিয়ানির ফাইনাল টচ অফ সরিছি ଏବେ ଖାଲି ଦମ୍ ଦିଆହେବ ଦମ୍ ଦେବା ପାଇଁ କପଡ଼ା ଦିଆହେଉଛି କପଡ଼ା ଦିଆ ହେଇକି ତାପରେ ଦମ୍ ଦିଆହେବ ତ ଏବେ ବସିଗଲା ଦମ୍ରେ ହେଲେ ମଟନ୍ଟା ପୁରା ପ୍ରିପେୟାର ହେଇଗଲା ଆଉ ବିରିୟାନୀଟା ବି ଦମ୍ରେ ଦିଆହେଇଗଲା ଆଜ୍ଞା ପଳେଇ ଆସିଛି ଆମର ମଟନ୍ ଭାତ 100 ଟଙ୍କିଆ ମଟନ୍ ଭାତ ଦଉନାହାନ୍ତି ବାସରେ ସେତିକି ହଉ ଖାଇବା ଷ୍ଟାର୍ଟ କରିବା ସେ ଦେଖନ୍ତୁ ପୁରା ସରୁ ସରୁ ରାଇସ୍ଟା ତ ଦେଖନ୍ତୁ ମଟନ୍ ଆସିଛି ମଟନ୍ 1 2 ମଟନ୍ 3 ପିସ୍ ଗୋଟେ ଆଳୁ ଅଛି ଗରମ ତ ହେଇଛି ଟେଷ୍ଟ କରି ଝୋଳଟା ପୁରା ବଢ଼ିଆ ହେଇଛି ମଟନ୍ଟା ଆଉ ଟିକେ ହେଇଥାନ୍ତା ଆଜ୍ଞା ଆଉ ଟିକେ ହେଇଥିଲେ ବଢ଼ିଆ ତ ଯେମିତି ଘରୋଇ ଘରେ ସ୍ମେଲ୍ ମାନେ ଟେଷ୍ଟ ଅଛି ନା ଝୋଳ ପୁରା ସେଇ ଟେଷ୍ଟ ଆସୁଛି ପୁରା ଆଉ ଅଳ୍ପ ପୁରା ତେଲ ୟୁଜ୍ କରିଥିଲେ ଟେଷ୍ଟ କ'ଣ କେମିତି ଅଛି ଟେଷ୍ଟ କେମିତି ଅଛି ଭଲ ଅଛି ପ୍ରାଇସ୍ ହିସାବରେ ମିଳିଲେ ଠିକ୍ ଅଛି ନା ନାଇଁ ଟିକେ ତରତରରେ ଗଲେ ଲେଟ୍ରେ ଷ୍ଟାର୍ଟ କଲେ ତ ସେ ତରତରରେ ଗଲେ ଟିକେ ସିଝିନି ଆଉ କିନ୍ତୁ ତରକାରୀଟା ଭଲ ହେଉଥିବ କାରଣ ଝୋଳଟା ବଢ଼ିଆ ଲାଗୁଛି ମାନେ ଆଉ ମଟନ୍ ଝୋଳକୁ ଆଉ ରାଇସ୍ଟା ବଢ଼ିଆ ମଟନ୍ ସାଇଜ୍ଟା ଦେଖନ୍ତୁ ପ୍ରବଳ ଗରମ ମଟନ୍ଟା ଗୋଟେ ଟିକେ ସିଝେଇଥାନ୍ତା ପୁରା ଚକ୍କର ଲାଗିଥାନ୍ତା ନା ନା ତରକାରୀ ଟେଷ୍ଟ ବଢ଼ିଆ ଅଛି ପୁରା
ସବୁବେଳେ ଟେଷ୍ଟ ଭଲ ଖାଆନ୍ତି ଡେଲି ଖାଆନ୍ତି ସପ୍ତାହକୁ ମାସକୁ ଯାହା 3-4 ନାଇଁ ନାଇଁ ଆଜି ତରତର କଲେ ବି ଚିକେନ୍ ଡିସ୍ ଫୁଡ୍ ନେଇଥିଲି ଗୋଟେ ଖାଇପାରିଲି ଆଜ୍ଞା ପଡ଼ା ଯାଇଥିଲା ଘରକୁ ନେଇଥିଲି ଖାଲି ତରକାରୀ ପଡ଼ା ଯାଇଥିଲା ଆଜି ମଟନ୍ ଯାକ ବସିଛି ତରତର କଲେ ତ ଚିକେନ୍ ଡିସ୍ ସିଝେଇ ନାହାନ୍ତି ନହେଲେ ତରକାରୀ ଟେଷ୍ଟ ଜଣାପଡ଼ୁଛି ଭଲ ହେଉଥିବ ବୋଲି ମାନେ ବହୁତ ତରତର କରୁଛନ୍ତି ଆଜି ବି ମାନେ ଗୋଟେ 10-15 ଷ୍ଟାର୍ଟ କଲେ 2ଟା ସରିଲା ମାନେ ସାଙ୍ଗେ ସାଙ୍ଗେ ସିଝେଇ କରିବା କଥା ଆଉ ଟିକେ ମଟନ୍ ସିଝିନି ଆଉ ତରକାରୀ ଟେଷ୍ଟଟା ପୁରା ଏଇଭଳିଆ ଭାବୁଥିବେ ଯଦି ଆପଣ ଏଡ଼ୁ ଛୋଟ ମଟନ୍ ଦେଉଛନ୍ତି ପୁରା ବଢ଼ିଆ ବଢ଼ିଆ ମଟନ୍ ଧରି ଖାଇବେ ଏଠି ମଟନ୍ ତ ଟିକେ ମିଠା ଲାଗୁଛି ବଢ଼ିଆ ଲାଗୁଛି ଏଠି ଆଜି ପିଆଜ ଟିକେ କଞ୍ଚା କଞ୍ଚା ନେଇବି ସେଇଟା ଗୋଟେ ବଢ଼ିଆ ଲାଗୁଛି ଆପଣ ଝୋଳ ଲଗେଇକି ଝୋଳ ଲଗେଇ ଭାତ ଖାଇଦେବେ ବାସ୍ ବାସ୍ ଆପଣ ଚର୍ବି ପକାଉନାହାନ୍ତି ନା ହଁ ଆଉ ଗୋଟେ ବଢ଼ିଆ ଚାଉଳଟା ବଢ଼ିଆ ବିଡ଼ୁଛି ପୁରା ଦିନ ହୋମ୍ ଷ୍ଟାଇଲ୍ ଆଉ ଟିକେ ତରତର ହେଇ କରିଛନ୍ତି ତୁମେ ଆଉ ଦିନ ଥରେ ଆସି ଟେଷ୍ଟ କରିବା ମଟନ୍ ତରକାରୀଟା ଆଉ ରାଇସ୍ଟା ବଢ଼ିଆ ଲାଗେ ଲୋକଙ୍କୁ 100 ଟଙ୍କାରେ ଗୋଟେ ମାନେ ଯେଉଁ କହନ୍ତି ଭ୍ୟାଲୁ ଫର୍ ମନି ସେ ଦୁଇଥର ଯେଉଁ କଷୁଛନ୍ତି ଫାଷ୍ଟ ସିଝେଇଟା କଷୁଛନ୍ତି ତରକାରୀ କଲାବେଳେ କଷୁଛନ୍ତି ସେଥିପାଇଁ ବୋଧେ ଏତେ ଟେଷ୍ଟ ଆସୁଛି 100 ଟଙ୍କାରେ ରହିବ 2 ପିସ୍ ମଟନ୍ ଆଉ ଅନଲିମିଟେଡ଼ ରାଇସ୍ ଝୋଳ ବି ଅନଲିମିଟେଡ଼ ସଫା କରିଛି ପ୍ଲେଟ୍ଟା ରାଇସ୍ ସଫା କରିଦେଇଛି ଆଉ ଟିକେ ଟିକେ ଲାଗିଛି ମାଂସ ମାନେ ଯେଉଁ ସିଜନ୍ଟା ପୁରା ସିଜନ୍ ନୁହଁ ଟିକେ ଟିକେ ସିଜନ୍ ଆଉ ଟିକେ ସିଝିଥିଲେ ପୁରା ଏଇଭଳିଆ ନେଇଥାନ୍ତା ବାଟରେ କାମୁଡ଼ିଲା ଟିକେ ଟାଣିବାକୁ ପଡ଼ୁଛି ସେତିକି ସାର୍ ସେଟେଲ୍ ହେଇଗଲାଣି ସେଟେଲ୍ ହେଇଗଲାଣି ଆପଣ ନମ୍ବରଟା ଦିଅନ୍ତୁ ମୁଁ ଆପଣଙ୍କୁ ଫୋନ୍ ପେ ଛାଡ଼ି ଦେଉଛି ହଉ ସରିଗଲା ଗୋଟିଆ ଲେଜାଣି ଏ ରାସ୍ତାରେ ଯାଇକି ଆଉ ଯାହା ଭିଡ଼ିଓଟା ଏଣ୍ଡ କରୁଛି ଆଉ ଓହୋ ଫାଇନାଲି ସେ ହୋଟେଲରୁ ଖାଇଦେଇକି ପଳେଇ ଆସିଛି ହଉ ତ ଏଇଠି ବସିବା ଟୋଟାଲ୍ ଆପଣଙ୍କ କଥା ଆଉ ଆଜି ତ ସେ ହୋଟେଲରେ ଖାଇସାରିଲା ପରେ ମୁଁ ଭାବିଲି ଟିକେ ଆପଣଙ୍କ କଥା ହେବା ପାଇଁ ହେଲେ ହୋଟେଲରୁ ବାହାରିକି ଟିକେ ଜଷ୍ଟ ଟିକେ ଆଗକୁ ଆସିଛି ବସ୍ ଆସିଲା ପଳେଇ ଆସିଲି ପୁରୀ ବସ୍ ଆସିଲା ପଳେଇ ଆସିଲି ଆପଣଙ୍କ କଥା ହେଇପାରିନି ତ ଏଇଠି ଭିଡ଼ିଓ ଷ୍ଟାର୍ଟ କରିଥିଲି ତ ଏଇଠି ଭିଡ଼ିଓ ଏଣ୍ଡ କରୁଛି ଆଉ କଥା ହେବା ମଟନ୍ 100 ଟଙ୍କା ମଟନ୍ରେ ଟେଷ୍ଟ ଆଉ ମଟନ୍ କ୍ୱାଲିଟି କ'ଣ ଥିଲା କାରଣ 100 ଟଙ୍କାରେ ମଟନ୍ ଆଉ ରାଇସ୍ଟା ଯେଉଁ ଥିଲା ମୋ ହିସାବରେ ପୁରା A1 ଥିଲା ମାନେ 100 ଟଙ୍କାରେ ବହୁତ ବଢ଼ିଆ ଥିଲା ମାନେ ଏମିତି 2 ପିସ୍ ମଟନ୍ ଦେଉଛନ୍ତି ମଟନ୍ ତରକାରୀଟା ବହୁତ ବଢ଼ିଆ ଟେଷ୍ଟ ମାନେ ଯେଉଁ କହୁଛନ୍ତି 100 ଟଙ୍କାରେ ଏମିତି ମାନେ ଏମିତି ସେମିତି ନୁହଁ 100 ଟଙ୍କାରେ ବହୁତ ବଢ଼ିଆ ଟେଷ୍ଟ ଲାଗିଲା ମୋତେ ମଟନ୍ ତରକାରୀଟା ବହୁତ ବଢ଼ିଆ ଟେଷ୍ଟ ଲାଗିଲା ଖାଲି ସେ ମାନେ ଆଜି ଟିକେ ଲେଟ୍ ହେଇଗଲା ମାନେ ମୁଁ ଗଲି ପହଞ୍ଚିଲେ ସେଠି ବାହାରିଲି କେତେ 10ଟାରେ ବାହାରିଲି ସେଠି ପହଞ୍ଚିଲାକୁ ହେଇଥିଲା କେତେ ଗୋଟେ ପାଖାପାଖି ଗୋଟେ 10-15 ହେଇଥିଲା ତ 10-15 ସେ ପହଞ୍ଚିଲାକୁ ସେ 10-15 ଷ୍ଟାର୍ଟ ଗୋଟେ 10-15 ସେ ଷ୍ଟାର୍ଟ କଲେ ସେ ତାଙ୍କର କ'ଣ କାରଣ ଥିଲା ତ ସେଥିପାଇଁ ଟିକେ ଲେଟ୍ ହେଇଥିଲା ଗୋଟେ 10-15 ଷ୍ଟାର୍ଟ କଲେ 2ଟା 5-10 ବେଳକୁ ରୋଷେଇ ସରିଲା 5-10 ରୋଷେଇ ସରିଲା ତ ସେତିକି ସମୟ ଘଣ୍ଟାଟେ ଭିତରେ ମଟନ୍ଟା ହେଲା ସେଥିପାଇଁ ଟିକେ ମଟନ୍ଟା ଆଉ ଟିକେ ସିଝିଲେ ବଡ଼ ଲାଗିଥିଲା କିନ୍ତୁ ମଟନ୍ ତରକାରୀକୁ ମାନେ ଖାଇକି ଯେମିତି ଜାଣିଲି ମଟନ୍ ତ ବହୁତ ଭଲ ଲାଗୁଥିବ ମାନେ ତରକାରୀଟା ବହୁତ ବଢ଼ିଆ ଲାଗୁଥିଲା ଟିକେ ଯେ ସିଝେଇଥାନ୍ତା ପୁରା ସବୁ ମଟନ୍ କାଟି ଦେଇଥାନ୍ତା ମାନେ ଏଇଭଳିଆ ଟେଷ୍ଟ ଥିଲା ପୁରା ତରକାରୀଟା ମାନେ ପିଆଜଟା ଯେଉଁ ଥିଲା ପିଆଜଟା ପାଟିକି ବଢ଼ିଆ ଲାଗୁଥିଲା ଆଉ ରାଇସ୍ଟା ପୁରା ସରୁ ସରୁ ରାଇସ୍ଟା କାରଣ କହୁଛନ୍ତି ଖାଲି ଆପଣଙ୍କୁ ଗୋଳେଇକି ଟିକେ ପାଟିକି ଗୁଣ୍ଡା ଦେଇଦେବେ ଆପେ ପଶିଯିବ ମାନେ ଚୋବେଇବାକୁ ପଡ଼ିବନି ଢୋକିବାକୁ ପଡ଼ିବନି ସେ ଆପେ ପଶିଯିବ ମାନେ ଏଇଭଳିଆ ଟେଷ୍ଟ ଥିଲା ବହୁତ ବଢ଼ିଆ ଥିଲା 100 ଟଙ୍କାରେ କହୁଛି ମାନେ ମୁଁ କହୁଛି 100 ଟଙ୍କାରେ ବହୁତ ବଢ଼ିଆ ଖାଦ୍ୟ ତ ଯଦି ଯିବାକୁ ଚାହୁଁଛନ୍ତି ତ ଲୋକେସନଟା ମୁଁ କହିଦେଉଛି ଆପଣ ମାନେ ପୁରୁଣା ବସଷ୍ଟାଣ୍ଡ ଯେ ନିଆଗଡ଼ ପୁରୁଣା ବସଷ୍ଟାଣ୍ଡ ସେଇଠୁ ଟିକେ ଆଗକୁ ଯିବେ ଯେଉଁ ପଡ଼ିବ କେନାଳ ବନ୍ଧଟା ସେଇଠୁ ଆଉ ଟିକେ ଆଗକୁ ଗଲା ପରେ ତ ପଡ଼ିବ ଗୋଟେ ଷ୍ଟେଟ୍ ବ୍ୟାଙ୍କଟେ ପଡ଼ିବ ଷ୍ଟେଟ୍ ବ୍ୟାଙ୍କ ପାଖରେ ହିଁ ସେ ଦୋକାନଟା ଜିତୁ ଭାଇଙ୍କୁ ହୋଟେଲ କହିଦେଲେ ଜିତୁ ଭାଇଙ୍କୁ ହୋଟେଲ କହିଦେଲେ ତ ଆପଣ ଜଷ୍ଟ ଯାଉ ଦେଖିବେ ଲେଖା ହେଇଥିବ 100 ଟଙ୍କା ମଟନ୍ ଭାତ ସେଇଟା ତାଙ୍କ ହୋଟେଲ ଆଜିର ଭିଡ଼ିଓରେ ସବୁ ଏତିକି ତ ଦେଖା ହେବ ନେକ୍ସଟ ଭିଡ଼ିଓରେ ଆଉ ହଁ ଏପର୍ଯ୍ୟନ୍ତ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ ଭିଡ଼ିଓଟି ଲାଇକ୍ କରନା ଜଲ୍ଦି ଜଲ୍ଦି କରିଦିଅନ୍ତୁ ତ କରିଦେଲେ ଚାଲନ୍ତୁ ଦେଖା ହେବ ନେକ୍ସଟ ଭିଡ଼ିଓ ଟାଟା ବାଏ ବାଏ ଟେକ୍ କେୟାର